ମୁଁ ଆପଣଙ୍କର ଗଣମାଧ୍ୟମକୁ ପ୍ରିଣ୍ଟ ମିଡିଆ ଯାହା ଅବଗତ ହଉଛି ମେଣ୍ଟ ଚର୍ଚ୍ଚା ହଉଛି ତାପରେ ଟିକେ ସ୍ପଷ୍ଟୀକରଣ ଦେବାକୁ ଚାହୁଁଛି ଯେ 2024 ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଗଣମାଧ୍ୟମରେ ବହୁତ ଚର୍ଚ୍ଚିତ ଥିବା ପ୍ରସଙ୍ଗ ଅର୍ଥାତ୍ ମେଣ୍ଟ ବିଷୟରେ ମୁଁ କିଛି ଜାଣି ନାହିଁ। ହେଲେ ଏତିକି କିନ୍ତୁ ଦୃଢ଼ତାର ସହ କହିପାରିବି ଚଳିତ ନିର୍ବାଚନରେ ବିଜୁ ଜନତା ଦଳ ତାର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି 125 ସିଟ୍ରୁ ଅଧିକ ଆସନ ଜିତିବାକୁ ଯାଉଅଛି। ଗତ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦର ଆମ ଦଳ 90%ରୁ ଅଧିକ ଆସନରେ ଜିତିଥିଲା। ଓଡ଼ିଶାବାସୀଙ୍କ ଆଶୀର୍ବାଦରେ 30ରୁ 30 ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିଥିଲା। ସହରାଞ୍ଚଳରେ ମଧ୍ୟ ବିଜେଡି ସର୍ବାଧିକ ଆସନରେ ବାଜିମାତ କରିଥିଲା। ଗତ 3ଟି ସାଧାରଣ ନିର୍ବାଚନକୁ ମଧ୍ୟ ଯଦି ଆପଣ ଅନୁଶୀଳନ କରିବେ ତେବେ ଦେଖିବେ ସବୁଥିରୁ 75%ରୁ ଅଧିକ ଆସନରେ ବାଜିମାତ କରି ବିଜେଡି ସରକାର ଗଠନ କରିଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜ ପଞ୍ଚମ ପାଳିରେ ରାଜ୍ୟରେ 5T ପ୍ରଚଳନର ରୂପାନ୍ତରୀକରଣ ଧାରା ଜାରି ରଖିବା ସହ ରାଜ୍ୟର ସାମଗ୍ରିକ ବିକାଶକୁ ଆଗେଇ ନେଇଛନ୍ତି। ଆମର ଦୃଢ଼ ବିଶ୍ୱାସ ଚଳିତ ନିର୍ବାଚନରେ ବିଜୁ ଜନତା ଦଳ 125ରୁ ଅଧିକ ଆସନ ପାଇବାକୁ ଯାଉଅଛି। ତେଣୁ ଏଇ ଯୋଉ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଧାରା ବିକାଶର ଧାରା ଅଛି ସେ ବଜାୟ ରହିଛି, ବଜାୟ ରହିବ। ସେଥିପାଇଁ ଆମେ ଆଗାମୀ ନିର୍ବାଚନରେ 125ରୁ 125 ଜିତିବେ, ଏଇଟା ହଉଛି ଆମର ଦୃଢ଼ ବିଶ୍ୱାସ। ଜୟ ଜଗନ୍ନାଥ। ମୁଁ କିଛି ଜାଣିନି ବୋଲି କହିସାରିଛି ଆପଣଙ୍କୁ। ଆମର ଯେତିକି ଆମେ ବିଗତ ଦିନରେ 3ଟି ଟର୍ମରେ ଯେତିକି ଆମେ ବିକାଶ ଧାରା ଜାରି ରଖି ଯେତିକି ଅଗ୍ରଗତି କରିଛୁ ଏବଂ 30ଟି ଜିଲ୍ଲାରେ ଆମର ଜିଲ୍ଲା ପରିଷଦର ଚେୟାରମ୍ୟାନ ଗଠନ କରିଛୁ ଏବଂ ଆମର ମ୍ୟୁନିସିପାଲିଟି ଇଲେକ୍ସନରେ ବହୁତ ସିଟ୍ ଆମେ ବାଜିମାତ କରିଛୁ ଏବଂ ବିଗତ ଦିନରେ ଯେତିକି ସିଟ୍ ଆମେ ନେଇଛୁ ଏଇଥର ଚଳିତ ନିର୍ବାଚନରେ ମୋର ଦୃଢ଼ ବିଶ୍ୱାସ 125ରୁ 125 ସିଟ୍ ଆମେ ନିଶ୍ଚିତ ଭାବରେ ଜିତିବୁ। ମୁଁ ଜାଣିନି ମେଣ୍ଟ ସପକ୍ଷ ମେଣ୍ଟ ବିପକ୍ଷ କଥା ମୁଁ ଜାଣିନି, କିନ୍ତୁ ମୋର ଯୋଉ ଦୃଢ଼ ବିଶ୍ୱାସ ଅଛି 125ରୁ 125 ସିଟ୍ ଆମେ ଜିତିବୁ। ଲୋକସଭା ଉପରେ ଆମର 21ରୁ 21 ସିଟ୍ ଆମେ ଜିତିବା ପାଇଁ ଆମର ଚେଷ୍ଟା ଅଛି।